ବୋଉ କେତେ ମିଠା ଶବ୍ଦ ନା। ଆସନ୍ତୁ ଆଜି ଏଇ ଉପରେ କିଛି ଶୁଣିବା। ବହୁତ ହୃଦୟସ୍ପର୍ଶୀ କାହାଣୀ ଶୁଣିଲେ ନିଶ୍ଚୟ ଭଲ ଲାଗିବ। ଆଉ ଭଲ ଲାଗିଲେ ଲାଇକ୍ ସେୟାର କମେଣ୍ଟ କରିଦେବେ। ଯେଉଁମାନେ ନୂଆ ଅଛନ୍ତି ସେମାନେ ସବସ୍କ୍ରାଇବ୍ ମଧ୍ୟ କରିଦେବେ। ବୋଉ ଯିବାର 16 ବର୍ଷ ହେଇସାରିଥିଲା। ବୋଉ ସହ ବିତାଇଥିବା ମୁହୂର୍ତ୍ତ ସବୁ ଝାପ୍ସା ଝାପ୍ସା ଦେଖାଯାଉଥିଲା, ଧୂଆଁଳିଆ। ବୋଉ ଗଲାବେଳକୁ ମୋତେ ମାତ୍ର 6 ବର୍ଷ। ବୋଉ କ'ଣ ବୋଲି ଜାଣିବା ଆଗରୁ, ଭଲ କରି ବୁଝିବା ଆଗରୁ ବୋଉ ଚାଲି ଯାଇଥିଲା କେଉଁ ଏକ ଅଫେରା ରାଇଜକୁ। ଖାଲି ଯାହା ଛାଡ଼ି ଯାଇଥିଲା କିଛି ଅସ୍ପଷ୍ଟ ସ୍ମୃତି। ବୋଉ ଅନ୍ତେ ବାପା, ପିଉସୀ, ଜେଜେମା ଆଉ ପରିବାରର ଅନ୍ୟ ସମସ୍ତେ ମୋତେ ବୋଉର ଅଭାବ ଅନୁଭବ କରିବାକୁ ଦେଇନଥିଲେ। ଢେର ସାରା ଭଲ ପାଇବା, ଅପର୍ଯ୍ୟାପ୍ତ ସ୍ନେହ ଆଉ ଉପଯୁକ୍ତ ଅନୁଶାସନରେ ବିତି ଯାଇଥିଲା ମୋ ପିଲାଦିନ। ହୁଏତ ମୋ ଜାଗାରେ ଆଉ କିଏ ଥିଲେ ବୋଉକୁ ଗୋଟାପଣେ ଭୁଲି ଯାଇଥାନ୍ତା। ମୁଁ କିନ୍ତୁ ଭୁଲି ପାରେନି ବୋଉକୁ। ସତ କହିବାକୁ ଗଲେ ମୁଁ ତାକୁ ଭୁଲିବାକୁ ଚାହେଁନି। ମୋ ଭିତରେ ତାକୁ ବଞ୍ଚେଇ ରଖିବା ପାଇଁ ନିତି ଅହରହ ଚେଷ୍ଟା କରେ ମୁଁ। ସାଙ୍ଗସାଥି, ଚିହ୍ନାଜଣା ଲୋକ ଟୁପଟାପ ହୁଅନ୍ତି, କ'ଣ ମ ଏତେ ଦିନ ହେଲାଣି ମା ଗଲାଣି, ଇଏ କ'ଣ ଏବେ ଯାଏ ଭୁଲି ପାରିନି। କିଏ ବିଦ୍ରୂପ କରନ୍ତି, କିଏ ମୁହଁ ମୋଡ଼ନ୍ତି। କେତେକ ମଧ୍ୟରେ ୟାକୁ ନେଇ ଗୋଟେ ଜୋରଜାର ଚର୍ଚ୍ଚା ଚାଲେ। ହସ, ଦୟା ଆଉ ତାଚ୍ଛଲ୍ୟର ଗୋଟେ ମାହୋଲ ସୃଷ୍ଟି ହୁଏ। ମୁଁ କିନ୍ତୁ ଚୁପ୍ ଥାଏ। କାହାକୁ ବୁଝେଇ ପାରେନା ଯେ ବୋଉ ମୋ ପାଇଁ ଗୋଟେ ପରିରାଇଜର କାହାଣୀ ଭଳି। ସେଇ କାହାଣୀ ଭିତରେ ମୁଁ ଯିଏ ନାକ ବନ୍ଦ ହେବା ଯାଏ ଲୁହ ଢାଳେ। ଡେରି ରାତି ଯାଏ ବୋଉର କଳ୍ପନାରେ ନିଜକୁ ମସଗୁଲ ରଖେ। କେବେ କେମିତି ବାଡ଼ିରେ ଆମ୍ବ ତୋଟାରେ ବସି କେତେ କ'ଣ ଅବାନ୍ତର କଳ୍ପନା କରେ। ଲାଗେ ଆମ୍ବ ଗଛ ସେପଟୁ ବୋଉ ବାହାରି ଆସିବ, ନହେଲେ ପରିବେଶରେ ଉଡ଼ି ଆସିବ ମୋ ପାଖକୁ। ସୁନ୍ଦର ସୁନ୍ଦର ଭାବନାରେ ଆଖି ବୁଜି ହୋଇ ଆସେ। ବୋଉ ଆସେ। ବୋଉ ଥାଏ ଠିକ୍ 16 ବର୍ଷ ତଳ ଭଳି। ବୋଉର ମୁହଁ କିମ୍ବା ଦେହ କୋଉଠି ବି ବୟସର ଛାପ ନଥାଏ। ସେ ଆଉ ଟିକେ ପାଖକୁ ଆସେ, ଧୀରେ ଧୀରେ ହସେ। ମୁଁ ଖୁସିରେ ଉଲୁସି ଉଠେ। ହଠାତ୍ ଆଖି ଖୋଲି ହେଇଯାଏ। ମୁଁ ଚାରିଆଡ଼କୁ ଅନାଏ। ନିଜ ଉପରେ ଦୟା ଆସେ। ମୁଁ ଜାଣେ ଏସବୁ ଅବାନ୍ତର, ଯୁକ୍ତିହୀନ। ହେଲେ କାହିଁକି କେଜାଣି ଏତେ ବଡ଼ ହେଲା ପରେ ବି ମୋର ଏ ଚିରାଚରିତ ଅଭ୍ୟାସକୁ ମୁଁ ଦୂରେଇ ପାରେନି। ବେଳେବେଳେ ଲାଗେ ବୋଉ ଭୂତ ହେଇଯାଇଛି, ଅନ୍ଧାରରେ ବୁଲୁଛି। ଦିନରେ ବା ଆସିବ କେମିତି? ରାତି ଟିକେ ଅଧିକା ହେଇଗଲା ପରେ ମୁଁ ଧୀରେ ଝରକା ଖୋଲେ, ବାହାରକୁ ଦେଖେ। କେବେ କେମିତି ଦୁଆର କବାଟ ଖୋଲିବାକୁ ଭାବିଲେ ମନରେ କେତେ କ'ଣ ଭାବନା ଆସେ। ସତରେ ଯଦି ବୋଉ ଭୂତ ହେଇକି ଆସେ, ତାହେଲେ ତାକୁ ଦେଖି ମୁଁ ଡରିଯିବିନି ତ? ମୋତେ ସେ ଚିହ୍ନି ପାରିବ ତ? ଏମିତି ଭାବୁ ଭାବୁ ମୁଁ ବାହାରକୁ ଆସେ। ବହଳ ଅନ୍ଧାର ଭିତରେ ବୋଉକୁ ତମାମ ଖୋଜିଲା ପରେ ଆଖି ଜାଲୁ ଜାଲୁଆ ହେଇ ଆସେ। ଛାତି ରୁନ୍ଧି ହୋଇଯାଏ। ଲୁହ ସବୁ ନାକ ବାଟ ଦେଇ ପାଟିକୁ ପଶିଯିବା ପରେ ମୁଁ ମୋର ଏ ଅସମ୍ଭବ ପ୍ରଚେଷ୍ଟାରୁ କ୍ଷାନ୍ତ ହୁଏ। ରୁମକୁ ଆସେ। ବୋଉର ଫଟୋ ଦେଖୁ ଦେଖୁ ନିଦ ହେଇଯାଏ। ବୋଉ ଯେ ନିତି ମୋର ମନେ ପଡ଼େ ତା ନୁହେଁ, ହେଲେ ମୁଁ ତାକୁ ମନେ ପକାଏ। ତାର ସେ ଅଧାଲିପା ଝାପ୍ସା ସ୍ମୃତିକୁ ଉଖାରେ। ମୁଁ ଚାହେଁ ବୋଉର ସ୍ମୃତି ଜୀବନ୍ତ ରହୁ ପ୍ରତି ମୁହୂର୍ତ୍ତରେ। ସେଥିରେ ଗୋଟେ କ୍ଷଣ ପାଇଁ ବି ଅଳନ୍ଧୁ ନ ଲାଗୁ। ବୋଉ ପାଇଁ ଜାଣି ଜାଣି ମୁଁ କଷ୍ଟ ପାଏ। ସେ କଷ୍ଟ ମୋତେ ଭଲ ଲାଗେ। ମୋ ଦେହରେ ଗୋଟେ ଅଲଗା ଶକ୍ତି ଦିଏ। ମୋ ମନୋବଳ ବଢ଼ିଯାଏ। ଲାଗେ ବୋଉ ଯେମିତି ମୋ ଚାରିପାଖେ ଘୁରି ବୁଲୁଛି।
मोर सबु विपद आपदरे मो सह अछि। हॉस्टेल छुट्टी हेले मु जेबे घर को जाए सकाळ 10टा पूर्वरु बिछଣା छाड़ेनी। निद भांगी जाइथिले भी बिछणारे गड़ु थाए ठीक सही जगार जोउठी शेष थर पाई मु बो सह सोईथिली। तकियारे मुह चापी मो बोऊ को मने पकाए। एमिति लागे मो सेई 6 वर्षर छुआ आउ बोऊ छाती रे मुह गुंजी सबू उष्मता शोषी नेइची। ए माँ उठ, एते डेरी जाए किए शुए? हॉस्टेल खाली शोथुबु तू? उठ उठ, हे तो चा सेठी ड्रेसिंग टेबल ऊपर रहिला, पी दे। उठिकी दांत घसिकी खा, पाठ पढ़। तापरे बापांगो कथारे मु मुह काढ़ी तांकु चाहे। मो देव प्रति मो बापांको तेजदीप्त स्नेही मुहरे बो अल्प अल्प हसुथाए। तो सांग माने आज ये छोटिया गल्पटी केमती लागला निश्चय मन को छुई पाइथिबो। तार लाइक शेयर कमेंट निश्चय करिवे।